ମୋ ଜିଗିରି ଦୋସ୍ତର ବାହାଘର ପ୍ରସେସନ। ସେଇ ପ୍ରସେସନରେ ତ ମୋର ଯୋଉ ଦୟନୀୟ ଅବସ୍ଥା ହେଇଥିଲା କହିବାକୁ ଲାଜ ଲାଗୁଛି, ନ କହିବା ଭଲ। ହେଲେ ବି ଆପଣମାନଙ୍କ ସହିତ ମୁଁ ସେଟା ସେୟାର କରୁଛି। ମୋ ଭାଇ ମୂର୍ଖ ନୋକ, ପଛରେ ବାଡ଼ି ଦେଲେ କିସ ହବ ମୁଁ ଜାଣିନି। ମୁଁ ସେ ସୁଟ୍ ସାର୍ଟ ଜିନ୍ଦଗିରେ କେବେ ପିନ୍ଧି ନଥିଲି। ମୋର ଏଇ ଲୁଙ୍ଗି ଗେଞ୍ଜି ଗାମୁଛା ଏଇସବୁ ପିନ୍ଧିକି ମୁଁ ଚଳିବା ଲୋକ। ମୋ ସାଙ୍ଗର ବାହାଘରର କିଛି ଦିନ ପୂର୍ବରୁ, 5-6 ଦିନ ପୂର୍ବରୁ ସେ କ'ଣ କରିଛି, ଆସିଲା ମୋତେ କହିଲା, ଭାଇ ତୁ ମୋ ବାହାଘରର ପ୍ରସେସନର ଯିବୁ, ଡ୍ୟାନ୍ସ କରିବୁ, ଡିଜେ ବାଜିବ, ଡିଜେ ଡ୍ୟାନ୍ସ କରିବୁ। ମୁଁ କହିଲି ବେ ମୁଁ ଲୁଙ୍ଗି ଗାମୁଛା ପିନ୍ଧିବା ଲୋକ, ତ ପ୍ରସେସନରେ ମୁଁ କେମିତି ଡ୍ୟାନ୍ସ କରିବି? ଲୋକ ଦେଖିନେ ତ ମୋତେ ହସି ଦେବେ। ସାଙ୍ଗରେ ସେଇ କଥା ହବନି, ତୁ ମୋ ସାଙ୍ଗରେ ଯିବୁ, ପ୍ରସେସନରେ ଡ୍ୟାନ୍ସ କରିବୁ। ସେ କ'ଣ କଲା, ବାହାଘରକୁ 2-3 ଦିନ ବାକି ଥାଏ, ଜିନ୍ସ ସୁଟ୍ ଗୋଟେ ବଢ଼ିଆ ଭେନିୟନ ନେଇକି ଆସିଲା, ଜୋତା ବି ନେଇ ଆସିଲା, ମୋତେ ଦେଇଦେଲା। ଏଗୁଡ଼ା ପିନ୍ଧିବା କେମିତି ଦେଖାଯାଉଛି ଦେଖାଯିବ। ମୁଁ ସେ ଜିନ୍ସ ସୁଟ୍ଟା ପିନ୍ଧିଲି ଯେ ମୋ ଅଣ୍ଟାକୁ ଢିଲା ହେଲା, ଗଳି ପଡ଼ିଲା। ମୁଁ ମାନେ ବେ ଏ ପ୍ୟାଣ୍ଟ ପିନ୍ଧିକି ନାଚି ହବନି, ସା ଗଳି ପଡ଼ୁଛି, ହାତୀ ଗଳିଯିବ, ତୁ ଆଣିଛୁ ମୋ ପାଇଁ। ସେ କହିଲା ହଉ ତୁ ଚିନ୍ତା କରନି, ମୁଁ ଯାଉଛି ଗୋଟେ ବ୍ୟାଲେଟ୍ ନେଇକି ଆସିଛି। ଏଇ ଯେ ଅଣ୍ଟାରେ ବାନ୍ଧନ୍ତି ଯୋଉ, ସେଇଟା କିସଟା ଏଡ଼ିକି ଚଉଡ଼ାଟା ଯୋଉ, ସେଇଟା ବ୍ୟାଲେଟ୍ ନା କିସ କୁହନ୍ତି, ମୁଁ ଦେଖିଛି ଲୋକ ବାନ୍ଧିବାର, ମୁଁ ଦେଖିଛି। ସେଇଟା ସେ ଆଣିକି ଦେଲା, କହିଲା ଏଇଟାରେ ବାନ୍ଧିଦେ ଦେଖିବା କି ଏଠି ଗଳି ପଡ଼ିବ। ସତକୁ ସତ ତ ଆଉ ଗଳି ପଡ଼ିଲାନି, ବଢ଼ିଆ ଟାଇଟ୍ ହେଇକି ମୋ ଅଣ୍ଟାରେ ରହିଗଲା। ଠିକ୍ ଅଛି ଯିବା, ଆଉ ସାଙ୍ଗଟା ଏତେ ମନ କରିଛି ଯେତେବେଳେ ତା ମନକୁ କାହିଁକି ଭାଙ୍ଗି, ନାଚିଦବା। ବରଯାତ୍ରୀ ଦଳ ବର ବାହାରିବା ପୂର୍ବରୁ ବେଶ ପେଟେ ପେଟେ ଗେମ୍ଫି ଦେଲୁ ବର ଘରେ। ସନ୍ଧ୍ୟାବେଳକୁ ବର ବାହାରିଲା, ଡିଜେ ବାଜିଲା, ଟୋକାମାନେ ନାଚିଲେ। ଆଉ ମୁଁ ବି ତାଙ୍କ ସହିତ ଟିକେ କୁଦି ଦେଇଛି, ଆଉ ମାନେ ଡିଜେ ଡ୍ୟାନ୍ସ କରିଦେଇଛି। ତାପରେ ସେ ବୋଲେରୋ ଗାଡ଼ିରେ ଖୁନ୍ଦା ଖୁନ୍ଦି ହେଇ ବସି କନ୍ୟା ଘରକୁ ଗଲୁ। କନ୍ୟା ଘର ପହଞ୍ଚିଲା ବେଳକୁ ଅବସ୍ଥା ପୁରା ନାଳେଇ ଗଲା। ମୋ ଭାଇଲ ଏ ବ୍ୟାଲେଟ୍ ଲଗା ଜିନ୍ସ ପ୍ୟାଣ୍ଟ ପେଟକୁ ଯେମିତି ଚାପି ଧରିଥାଏ, ତା ସାଙ୍ଗକୁ ବୋଲେରୋ ଭିତରେ ଖୁନ୍ଦା ଖୁନ୍ଦି ହେଇକି ଗଲା ବେଳକୁ କ'ଣ ହେଇଛି, ମତେ ତ ଝାଡ଼ା ଲାଗିଛି। ଆଉ ଯେମିତି କନ୍ୟା ଘର ଗାଁ ପହଞ୍ଚି ଯାଇଛି, ପ୍ରସେସନ ଆରମ୍ଭ ହେଇଛି, ଡିଜେ ବାଜିଛି। ମୁଁ ଡିଜେ ଡ୍ୟାନ୍ସ କରିବି କ'ଣ, ହରଡ଼ ଘଣାରେ ପଡ଼ିଗଲି। ଜିନ୍ଦଗିରେ କେବେ ସେ ଚୁଙ୍ଗା ଲଗେଇ ନଥିଲି, ଲଗେଇ ତ ଦେଇଛି, ନା ଖୋଲି ପାରୁଛି ନା ଦୁଇ ଯାଇ ପାରୁଛି। ଖାଲି କ'ଣ କରିବି, ପେଟ ମୋର କ'ଣ ହେଇଯାଉଥାଏ। ସେଠୁ ଖୋଲିବାକୁ ଯେତେ ଚେଷ୍ଟା କରି ସେ ବ୍ୟାଲେଟ୍ଟା କେମିତି ଖୋଲନ୍ତି ସେଇ ଆଇଡ଼ିଆ ମୋର ତ ନଥିଲା। ଯେତେ ଟାଣି ଟାଣି ବଡ଼ ମିଶା ଟାଣି ଆଉ ହେଲା ନାହିଁ। ଝାଡ଼ା ହେଇ ବାହାରି ଯିବ ହଉଥାଏ। କ'ଣ କରିମି, ମତେ ସବୁ ଅନ୍ଧାର ଦେଖାଗଲା। ସେ ଡିଜେର ଝିଲ୍ ଝାଲ୍ ଆଲୁଅ ବି ମତେ ଦୁଶିଲାନି କି, ସେ ଯୋଉ ହେଭି ସାଉଣ୍ଡ, ସେ ସାଉଣ୍ଡରେ ମୋ ପେଟ ଆହୁରି ଦୁଲଦୁଲ ହେଇଯାଉଥାଏ। ମୋର ଆଉ ଗୋଟିଏ ମୂଲିଆ ସାଙ୍ଗକୁ କହିଲି, ବେ ମୋ ବେଲ୍ଟଟା ଖୋଲ ନା, ମୋ ସୁଟ୍ଟା ଖୋଲିନେ ମୁଁ ଦୁଇ ଯିବି, ନହେଲେ ସବ ବାହାରି ଯିବ ତଳ ଆଡ଼କୁ। ସେଇଠୁ ସେ ବି ଚେଷ୍ଟା କଲା ବେଲେଟ୍ଟା ଖୋଲିବା ପାଇଁ, ପାରିଲାନି। କହିଲା ମୁଁ ତାକୁ ଛାନିଆ, ବେ ଶୀଘ୍ର ଖୋଲ, ବେ ଯାହା କରୁଛୁ ଶୀଘ୍ର କର। ସେ ମୋର ଏମିତି ଛାନିଆ ଅବସ୍ଥା ଦେଖି କ'ଣ କଲା, ମୋ ପେଟରେ ତାର ଗୋଟେ ଗୋଡ଼କୁ ରଖିଲା, ଗୋଟେ ପାଦ ଏମିତି ଠେସି ଦେଇକି ବେଲ୍ଟଟାକୁ ବଳ ମିଶା ଟାଣିଲା ଯେ ମୋର ସବୁ ତଳଆଡ଼େ ବାହାରିଗଲା।
ଆଉ ପ୍ୟାଣ୍ଟ ଖୋଲିବୁ କ'ଣ ସେଇଠି ତ ହେଇଗଲା। ମୁଁ ତ ଡିଜେ ନାଚିଲି ଆଉ ସେଇଠୁ ଦୁଇ ସାଙ୍ଗ ମିଶି କେଠି ଗଡ଼ିଆ ଅଛି ଖୋଜି ଖୋଜି ଗଲୁ। ଡିଜେ ତାର ଇଆଡ଼େ ସରିଗଲା।